ମୁଁ ଆଜ୍ଞା ହେଉଛି ରୁଦ୍ରଚରଣ ମହାନ୍ତି ଆଠଗଡ଼ ତିଗିରା କଣ୍ଟ୍ରାକ୍ଟର ଆସୋସିଏସନର କାର୍ଯ୍ୟକର୍ତ୍ତା। ଆମେ ଆଜି କଟକ ଭୁବନେଶ୍ୱରକୁ ଆସିଛୁ ସରକାରଙ୍କୁ ଜଣାଇ ଦେବା ପାଇଁ। ସରକାର ଯେଉଁ 3/1/2026 ଯେଉଁ ସର୍କୁଲାର ବାହାର କରିଛନ୍ତି ସେ ସର୍କୁଲାରକୁ ଆମେ ସାରା ଓଡ଼ିଶାର ଠିକାଦାର ସଂଘ ଘୋର ନିନ୍ଦା କରୁଛୁ ଏବଂ ଘୋର ବିରୋଧ କରୁଛୁ। ଆମେ ସରକାରଙ୍କୁ ଚେତାଇ ଦେବା ପାଇଁ ଚାହୁଁଛୁ ଆପଣମାନଙ୍କ ମାଧ୍ୟମରେ ଯେ ସରକାର ତୁରନ୍ତ ଏ ଜିନିଷକୁ ପ୍ରତ୍ୟାହାର କରନ୍ତୁ, କାରଣ ୟା ଭିତରେ ଯାହା ଅଛି ତାକୁ ଆପଣ ଯଦି ତର୍ଜମା କରିବେ ତାହେଲେ ସରକାର ଚିନ୍ତା କରୁଛନ୍ତି ଯେ କାମ ନ ହେଉ ଏବଂ କଣ୍ଟ୍ରାକ୍ଟର ଆସୋସିଏସନ କଣ୍ଟ୍ରାକ୍ଟର ଲୋକ ବୁଡ଼ି ଯାଆନ୍ତୁ ଏବଂ ସରକାରଙ୍କ ଯେଉଁ କାମ ହେଉଛି ସେ କାମର ମାନ ଖରାପ ହେଉ ଏବଂ ସେ କାମ ବେଶୀ ଦିନ ନ ଯାଉ। ତେଣୁ ଆମେ ଆପଣମାନଙ୍କ ମାଧ୍ୟମରେ ସରକାରଙ୍କୁ ସୂଚାଇ ଦେବା ପାଇଁ ଚାହୁଁଛୁ ଏବଂ ତାଗିଦ କରିଦେବା ପାଇଁ ଚାହୁଁଛୁ ଯଦି ସରକାର ଏହାର ପୁନର୍ବିଚାର ନ କରନ୍ତି ତାହେଲେ ଆଗାମୀ ଦିନରେ ଏଇ ଯେଉଁ ରାଲି ଆପଣ ଦେଖୁଛନ୍ତି ଏହାର 10 ଗୁଣ କି 120 ଗୁଣ ରାଲି ଏହାର ଆସିବ ଏବଂ ସରକାରଙ୍କୁ ଆମେ ସବୁ ପ୍ରକାର ଅସହଯୋଗ କରିବୁ ଏବଂ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଯାହା ସାରା ଓଡ଼ିଶାରେ ଚାଲିଛି ତାକୁ ଆମେ ବନ୍ଦ କରିବା ପାଇଁ ବାଧ୍ୟ ହେବୁ ଏବଂ ସରକାର ଯେପର୍ଯ୍ୟନ୍ତ ଆମ ଦାବି ନ ଶୁଣୁଛନ୍ତି ଆମେ ରାଜ୍ୟ ରାସ୍ତାରେ ଆମର ହକ୍ ପାଇଁ ଆମେ ଲଢ଼େଇ କରିବୁ। ସେଇଟା ତ ଆଜ୍ଞା ଆମେ ତାରି ଉପରେ କହିବେ ଯେ 14.99 ସରକାର କରିବାର ନଥିଲା, କିନ୍ତୁ ଯେତେବେଳେ କରିଥିଲେ ସେ ଗୋଟେ ପର୍ଯ୍ୟାୟକ୍ରମ ଚାଲିଥିଲା, କିନ୍ତୁ ଏବେ ତାକୁ କ'ଣ କରିଛନ୍ତି ନା ତାକୁ ଆହୁରି ଅନଲିମିଟେଡ୍ କରିଦେଇଛନ୍ତି। ଆମେ ଚାହୁଁଛୁ ଯେ 14.99 ନ କରିକି ସିଡ୍ୟୁଲ୍ ରେଟ୍ରେ ସରକାର ରଖନ୍ତୁ। ସିଡ୍ୟୁଲ୍ ରେଟ୍ରେ ହେଲେ କଣ୍ଟ୍ରାକ୍ଟର ବଞ୍ଚିବ, ସରକାର ବଞ୍ଚିବେ, କାମର ମାନ ରହିବ ଏବଂ ସାରା କଣ୍ଟ୍ରାକ୍ଟର ଆସୋସିଏସନ ଏବଂ କଣ୍ଟ୍ରାକ୍ଟର ଭାଇମାନେ ଉପକୃତ ହେବେ। ସରକାର ବି ମଧ୍ୟ କଣ୍ଟ୍ରାକ୍ଟରମାନଙ୍କ ଅପେକ୍ଷା ଅଧିକ ଲାଭବାନ ହେବେ ଯଦି ସିଡ୍ୟୁଲ୍ ରେଟ୍ରେ କାମ ହୁଏ। ବିଗତ ସରକାରରେ ଯୋଉଟା ବିଜେଡି ସରକାର ଯୋଉଟା ଅଣଓଡ଼ିଆ ପ୍ରୀତି ଥିଲା, ବର୍ତ୍ତମାନ ତ ସରକାର କହୁଛନ୍ତି ଆମେ ଓଡ଼ିଆ ଠିକାଦାରମାନଙ୍କୁ ଅଗ୍ରାଧିକାର ଦେଉଛୁ। ସରକାର ସିନା କହୁଛନ୍ତି କିନ୍ତୁ ସେଇ ଯେଉଁ ଗଲା ବିଗତ ସରକାର ଯେଉଁ ଅଣଓଡ଼ିଆ ପ୍ରୀତିରେ କାମ କରୁଥିଲେ ଏ ସରକାର ସେ ଜିନିଷକୁ ଯାଇନାହାନ୍ତି ଏବଂ ଏମାନେ ଯେତେବେଳେ ସେଇ ପର୍ଯ୍ୟାୟକୁ ଯାଇକି ସେ କାମ କରିବେ ସେ ପ୍ରକାର କାମ ଆସିବ ସେ କାମ କରିବା ପାଇଁ ଯିବେ ସେତେବେଳେ ଜଣାପଡ଼ିବ ଯେ ସରକାର ଅଣଓଡ଼ିଆ ପ୍ରୀତି ରଖିଛନ୍ତି ନା ନାହିଁ। ଆପଣ ଦେଖିବେ ଆମେ ଆପଣଙ୍କୁ ସୂଚେଇ ଦେବା ପାଇଁ ଯାଉଛୁ ଯେ ଏମାନେ ତାଠୁ ଆହୁରି ଅଧିକ ପ୍ରୀତି ରଖିଛନ୍ତି ଯେଉଁଟାକି ଆଗାମୀ ଦିନରେ ବଡ଼ ବଡ଼ ଟେଣ୍ଡର ଆସିବ, ପ୍ୟାକେଜ ଟେଣ୍ଡର ଆସିବ, ତାପରେ ଆପଣ ଦେଖିବେ ଆପଣଙ୍କୁ ଆମେ ସୂଚେଇ ଦେଉଛୁ ଆପଣ ଦେଖିବେ ସିଏ ଅଣଓଡ଼ିଆ ପ୍ରୀତି ଠାରୁ ଏ ଓଡ଼ିଆ ପ୍ରୀତି ଏ ଓଡ଼ିଆ ସ୍ମିତା ପ୍ରୀତି ତାଙ୍କର ଆହୁରି ଦୁର୍ଦିନ ଆହୁରି ମାନେ ଖରାପ ଚିନ୍ତାଧାରା ଭିତରେ ଚିନ୍ତାଧାରା ରହିଛି। ଆମେ ସାରା ଓଡ଼ିଶାରୁ ଆହୁରି ବହୁତ ଆଜି ଯେତିକି ସଂଖ୍ୟାରେ ଆମେ ଆସିଛୁ ଆଠୁ ଆହୁରି ବହୁତ ସଂଖ୍ୟାରେ ଆମେ ଆସିକି ଭୁବନେଶ୍ୱରରେ ରାଜରାସ୍ତାରେ ପହଞ୍ଚିବୁ ଏବଂ ଆମେ କହିଲୁ ଯେ ଆମର ସଂଘର ସ୍ଲୋଗାନ ଅଛି ଯେ ଆମେ ଆଗାମୀ ଦିନରେ ସରକାରଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ସରକାରଙ୍କୁ ସୂଚେଇ ଦେବା ପାଇଁ ଚାହିଁବୁ ଏବଂ ଚେତାଇ ଦେବା ପାଇଁ ଚାହିଁବୁ। ନାଇଁ ଶୁଣନ୍ତୁ ଆମେ ଆକ୍ଚୁଆଲି କ'ଣ ନା ମା ଜନ୍ମ କରେ ଆମକୁ ଲାଳନ ପାଳନ करे। କଣ୍ଟ୍ରାକ୍ଟର କ'ଣ କରନ୍ତି ବିଶ୍ୱକର୍ମା, ସେମାନେ ସବୁ ସୌଧ ନିର୍ମାଣ କରୁଛନ୍ତି, ରାସ୍ତାଘାଟ ନିର୍ମାଣ କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ତାଙ୍କୁ କ'ଣ ହେଉଛି ନା ତାଙ୍କୁ ଗୋଟେ ଜିନିଷ ହେଉଛି ସମସ୍ତଙ୍କ ଅଫିସର ମାନେ ଶୋଧୁଛନ୍ତି, ଲୋକାଲରେ ଯୋଉଠି କାମ କରୁଛୁ ତାଙ୍କୁ ଶୋଧୁଛନ୍ତି, ସମସ୍ତଙ୍କ ସୋଦା ଗାଳି ଶୁଣିକିରି ସେ ଯେମିତି ଟର୍ଚର ହେଇକି ନିଶାଗ୍ରସ୍ତ ବି ହେଇଯାଉଛନ୍ତି। କାହିଁକି ନା ଆରେ କାମ କ'ଣ କରିବୁ ଯୋଉଠିକି ଗଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛୁ। ତେଣୁ ଆକ୍ଚୁଆଲି ସରକାରଙ୍କୁ ମୋର ଅନୁରୋଧ ଶୁଣନ୍ତୁ ଆମେ ବା ସମସ୍ତଙ୍କ ପାଖରେ ଉତ୍ତରଦାୟୀ। କଣ୍ଟ୍ରାକ୍ଟର କାମ ନେଇଗଲା ସମସ୍ତଙ୍କ ପାଖରେ ଉତ୍ତରଦାୟୀ, ଅଫିସରଙ୍କୁ କରିବୁ, ଲୋକାଲକୁ ଇଏ କରିବୁ, ତାପରେ ଆଜିକାଲି ସରକାରଙ୍କର ଯେଉଁ 14.99 ମାଇନସ୍ ସିଏ ବି ତାକୁ ଇଏ କରିବୁ, ଏଗୁଡ଼ା ସବୁ କେମିତି କାମ ହେଇପାରିବ? ତାପରେ ଯୋଉଠୁ ମାଲ ମେଟେରିଆଲ ସେମାନେ କଣ୍ଟ୍ରାକ୍ଟର ଆପଣ ନାଁ ଶୁଣିଦେବେ କଣ୍ଟ୍ରାକ୍ଟର ତ ସିଏ ଧର 2 ଟଙ୍କାରେ ବିକୁଥିବେ ଆପଣଙ୍କୁ 5 ଟଙ୍କା ଲଗେଇବେ। ଏଗୁଡ଼ା ସବୁ ବିଭିନ୍ନ ପ୍ରକାର ସମସ୍ୟା। ତେଣୁ ମୋହନ ସରକାରଙ୍କୁ ଆମର ଅନୁରୋଧ ଟିକେ ଆମର ଦୃଷ୍ଟି ଦିଅନ୍ତୁ।